ଆଜିକାର ମୁଖ୍ୟ ଖବର, ଏଣିକି ସ୍କୁଲକୁ ଗାଡ଼ି ନେଇ ଆସିପାରିବେନି ଛାତ୍ରଛାତ୍ରୀ, ସ୍କୁଲଗୁଡ଼ିକୁ ତାଗିଦ କରାଯିବ, ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି। ଛାତ୍ରଛାତ୍ରୀମାନେ ସ୍କୁଲକୁ ବାଇକ୍ ସ୍କୁଟି ଧରି ଆସୁଥିବା ଘଟଣାକୁ ଗୁରୁତର ସହ ନେଇଛନ୍ତି ରାଜ୍ୟ ସରକାର। ଏହା ଉପରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରତିକ୍ରିୟା କରିଛନ୍ତି ଯେ କହିଛନ୍ତି ସଚେତନ କରାଯାଉଛି, ଖୁବ୍ ଶୀଘ୍ର ସ୍କୁଲଗୁଡ଼ିକ ତାଗିଦ କରାଯିବ, ବିଭାଗୀୟ ଅଧିକାରୀ ଓ ସ୍କୁଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ହେବ। ଛାତ୍ରଛାତ୍ରୀ ଗାଡ଼ି ନେଇ ଆସିବା ଦ୍ୱାରା ଦୁର୍ଘଟଣାର ଶିକାର ହେଉଛନ୍ତି, ତେଣୁ ସ୍କୁଲଗୁଡ଼ିକୁ ତାଗିଦ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଯେମିତି ନାବାଳକ ଛାତ୍ରଛାତ୍ରୀମାନେ ଗାଡ଼ି ନେଇ ସ୍କୁଲ ନ ଆସିବେ ସେଥିପାଇଁ ଧ୍ୟାନ ଦିଆଯିବ। ଆମ ସରକାର ଓଡ଼ିଆ ଭାଷାକୁ ଗୁରୁତ୍ୱ ଦେଇଛନ୍ତି। ଏ ଦୃଷ୍ଟିରୁ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ମଧ୍ୟ ଏହାକୁ ଲାଗୁ କରିବ ବୋଲି ମଧ୍ୟ ମନ୍ତ୍ରୀ କହିଥିଲେ। ଗତ ଜୁଲାଇ ଶେଷରେ ଏସ୍ଟିଏ ପକ୍ଷରୁ 2 ଦିନିଆ ସ୍ପେଶାଲ ଡ୍ରାଇଭ୍ କାର୍ଯ୍ୟକ୍ରମ ହୋଇଥିଲା। ଚେକିଂ ଜୋରଦାର ହୋଇଥିବା ବେଳେ 2 ଦିନରେ 334 ଜଣ ନାବାଳକ ଧରାପଡ଼ିଥିଲେ। ସେମାନଙ୍କ ଅଭିଭାବକଙ୍କଠୁ 83,50,000 ଟଙ୍କା ଚାଲାଣ କଟିଥିଲା। 138ଟି ଗାଡ଼ି ଜବତ ହୋଇଥିବା ବେଳେ କଟକରେ ସର୍ବାଧିକ 27 ନାବାଳକ ଧରାପଡ଼ିଥିଲେ। ଜବତ ଗାଡ଼ିର ପଞ୍ଜୀକରଣ ବାତିଲ କରାଯିବ। ବିଶେଷ କରି ନାବାଳକଙ୍କ ଗାଡ଼ି ଡ୍ରାଇଭିଂ ରୋକିବାକୁ ଚେକିଂ କରାଯାଇଥିଲା। ନିୟମ ଅନୁସାରେ ଯଦି ନାବାଳକ ଗାଡ଼ି ଜବତ ହୁଏ, ତେବେ ଅଭିଭାବକଙ୍କ ବିରୋଧରେ ଥାନାରେ ଏତଲା ଦିଆଯିବାର ସୂଚନା ରହିଥିଲା। ପରବର୍ତ୍ତୀ ଖବର, ନବୀନ ନେତା ଆଉଟସୋର୍ସିଂରେ ନେତୃତ୍ୱ, କାହିଁକି ଭୁଷୁଡୁଛି ଦଳ? 10 ପ୍ରମୁଖ କାରଣ। ରାଜ୍ୟରେ ନିଜର ଦୀର୍ଘ 24 ବର୍ଷ ଶାସନର ପତନ ପରେ ମଧ୍ୟ ଦଳୀୟ ସାଂଗଠନିକ ପରିଚାଳନାକୁ ସୁଧାରିବାର ନାଁ ଧରୁନି ବିଜେଡି। ଦଳ ଭିତରେ ଅନିଶ୍ଚିତତା ଓ ଅସନ୍ତୋଷ ବଢ଼ିବାରେ ଲାଗିଛି। କର୍ମୀ ଓ ନେତା ହତୋତ୍ସାହିତ ହୋଇ ପଡ଼ିଲେଣି। ଏସବୁ ସତ୍ତ୍ୱେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଶ୍ଚର୍ଯ୍ୟଜନକ ଭାବେ ନୀରବ ରହି ଦଳର ନେତୃତ୍ୱକୁ ପୁଣି ଥରେ ତାମିଲନାଡୁ ଜନ୍ମିତ ବିକେ ପାଣ୍ଡିଆନଙ୍କୁ ଆଉଟସୋର୍ସିଂ କରିଦେଇଥିବା ଜଣାପଡ଼ିଛି। ନବୀନ ନୀରବ ରହିବାର ବାଧ୍ୟବାଧକତା ମଧ୍ୟରେ ବିଜେଡି ବିପର୍ଯ୍ୟୟର ମୁଖ୍ୟ ଖଳନାୟକ ପାଣ୍ଡିଆନ ଏବେ ନିଜର ଆତ୍ମଘୋଷିତ କ୍ରିତ୍ ଦାସଙ୍କୁ ଧରି ସାଂଗଠନିକ କାର୍ଯ୍ୟରେ ଅଧିକ ସକ୍ରିୟ ହେବାରେ ଲାଗିଛନ୍ତି, ଯାହାକି ବିଜେଡି ନେତାମାନଙ୍କୁ ଅନିଶ୍ଚିତତା ଆଡ଼କୁ ଠେଲି ଦେଇଛି। ଆଉ ଏଭଳି ସମୟରେ ଆଦିବାସୀ ନେତା ମମତା ମହାନ୍ତ ରାଜ୍ୟସଭା ଓ ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବାର ମାତ୍ର 24 ଘଣ୍ଟା ମଧ୍ୟରେ ବିଜେପିରେ ସାମିଲ ହେବା ସିଧାସଳଖ ପାଣ୍ଡିଆନଙ୍କ ମାମଲାତିକୁ ଶକ୍ତି ଝଟକା ଲାଗିଛି। ବିଜେଡି ଏବେ ନବୀନ ପରିବର୍ତ୍ତେ ପାଣ୍ଡିଆନ କେନ୍ଦ୍ରୀୟ ହୋଇଥିବାରୁ ଖୁବ୍ ଶୀଘ୍ର ଆଉ 3-4 ଜଣ ରାଜ୍ୟସଭା ସାଂସଦ ଓ ବରିଷ୍ଠ ନେତାଙ୍କର ଏକ ବୃହତ୍ ଗୋଷ୍ଠୀ ଦଳ ଛାଡ଼ିବେ ବୋଲି ଚର୍ଚ୍ଚା ହୋଇଛି। ବିଜେଡିର ବରିଷ୍ଠ ନେତାମାନଙ୍କୁ ପୁଣି ଥରେ ନବୀନ ପଟ୍ଟନାୟକଙ୍କ ଠାରୁ ଦୂରେଇ ରଖିବାର ପ୍ରକ୍ରିୟା ଆରମ୍ଭ ହୋଇଛି। ପାଣ୍ଡିଆନ ରାଜନୀତିକ ସନ୍ନ୍ୟାସ ନେଇଛନ୍ତି ସତ, କିନ୍ତୁ ପାଣ୍ଡିଆନଙ୍କ କ୍ଲିୟରାନ୍ସ ବିନା ନବୀନଙ୍କୁ କେହି ଭେଟିବା ଏବେ ସମ୍ଭବପର ହେଉନାହିଁ। ନିର୍ବାଚନ ବିପର୍ଯ୍ୟୟ ପରେ ନବୀନଙ୍କୁ ଯେଉଁ ନେତାମାନେ ଭେଟିବାର ସୁଯୋଗ ପାଇଥିଲେ ଓ ପରେ ପାଣ୍ଡିଆନ ବବିଙ୍କ ପାଇଁ ଦଳକୁ ଏଭଳି ବିପର୍ଯ୍ୟୟ ଭୋଗିବାକୁ ପଡ଼ିଲା ବୋଲି ଅଭିଯୋଗ କରିଥିଲେ, ସେମାନଙ୍କୁ ପାଣ୍ଡିଆନ ଏବେ ସମ୍ପୂର୍ଣ୍ଣ ଭାବେ ଦଳରେ ଅଲଗା କରିଦେଇଛନ୍ତି, ଯାହାକି ଦଳରେ ଅସନ୍ତୋଷ ବୃଦ୍ଧିର କାରଣ ହୋଇଛି। ପରବର୍ତ୍ତୀ ଖବର, ଆସନ୍ତା 5 ତାରିଖରେ ଜନସାଧାରଣଙ୍କ ଅଭିଯୋଗ ଶୁଣାଣି କରିବେ ମୁଖ୍ୟମନ୍ତ୍ରୀ। ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତା ସୋମବାର ଅଗଷ୍ଟ 5 ତାରିଖ ପୂର୍ବରୁ 11ଟାରୁ ୟୁନିଟ୍ 5ର ଭୁବନେଶ୍ୱର ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିବେ। ଏହି ଅଭିଯୋଗ ଶୁଣାଣି ପାଇଁ ପଞ୍ଜୀକରଣ ସେହିଦିନ ସକାଳ 8ଟାରୁ ଦିନ 12ଟା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ କାର୍ଯ୍ୟାଳୟରେ ହେବ। ଏଥିନିମନ୍ତେ ଆଗ୍ରହୀ ଜନସାଧାରଣ ଉକ୍ତ ଅଭିଯୋଗ ଶୁଣାଣି ସ୍ଥାନରେ ନିର୍ଦ୍ଧାରିତ ସମୟରେ ଉପସ୍ଥିତ ରହି ନିଜର ଅଭିଯୋଗ ପଞ୍ଜୀକରଣ କରାଇ ଅଭିଯୋଗଗୁଡ଼ିକ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇ ପାରିବେ। ଏ ସମ୍ପର୍କରେ ରାଜ୍ୟର ସମସ୍ତ ଜନସାଧାରଣଙ୍କ ଅବଗତ ନିମନ୍ତେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ପରବର୍ତ୍ତୀ ଖବର, 2024-25 ଆର୍ଥିକ ବର୍ଷ ପାଇଁ ରେକର୍ଡ ସଂଖ୍ୟକ ଆଇଟିଆର୍ ଦାଖଲ। 2024-25 ଆର୍ଥିକ ବର୍ଷ ପାଇଁ ଚଳିତ ବର୍ଷ ଜୁଲାଇ 31 ସୁଦ୍ଧା ଦାଖଲ ହୋଇଥିବା ମୋଟ ଆଇଟିଆର୍ ସଂଖ୍ୟା 7.28 କୋଟି ଅତିକ୍ରମ କରିଛି। 2023-24 ଆର୍ଥିକ ବର୍ଷ ତୁଳନାରେ ଏହା 7.5% ଅଧିକ ବୋଲି ଜଣାପଡ଼ିଛି।
2023 ଜୁଲାଇ 31 ସୁଦ୍ଧା ITR ଦାଖଲ ସଂଖ୍ୟା 6.77 କୋଟି ଥିଲା। ଆୟକର ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ 2024-25 ଆର୍ଥିକ ବର୍ଷ ପାଇଁ ଦାଖଲ ହୋଇଥିବା ମୋଟ 7.28 କୋଟି ITR ମଧ୍ୟରୁ 5.27 କୋଟି ନୂଆ ଟିକଟ ବ୍ୟବସ୍ଥା ଦାଖଲ ହୋଇଥିବା ବେଳେ ପୁରୁଣା ଟିକଟ ବ୍ୟବସ୍ଥା 2.01 କୋଟି ITR ଦାଖଲ ହୋଇଛି। 72% ଟିକସଦାତା ନୂଆ ଟିକସ ବ୍ୟବସ୍ଥାକୁ ପସନ୍ଦ କରିଥିବା ବେଳେ 28% ପୁରୁଣା ଟିକସ ବ୍ୟବସ୍ଥାରେ ରହିଛନ୍ତି। ସେହିପରି 2024 ଜୁଲାଇ 31 ଶେଷ ଦିନରେ 69.92 ଲକ୍ଷରୁ ଅଧିକ ITR ଦାଖଲ କରାଯାଇଛି। ଇ-ଫାଇଲିଂ ପୋର୍ଟାଲରେ ସେଦିନ ସନ୍ଧ୍ୟା 7ଟାରୁ ରାତି 8ଟା ମଧ୍ୟ ପ୍ରତି ଘଣ୍ଟାରେ ସର୍ବାଧିକ 5.07 ଲକ୍ଷ ITR ଫାଇଲ୍ ହୋଇଥିଲା। ପରବର୍ତ୍ତୀ ଖବର, ଓଡ଼ିଶାରେ ସାମଗ୍ରୀ ଓ ସେବା କର GST ସଂଗ୍ରହ 24.98ର ବୃଦ୍ଧି ପାଇଛି। ଚଳିତ ବର୍ଷ ଜୁଲାଇ ମାସରେ ରାଜ୍ୟ GSTର ସଂଗ୍ରହ ପରିମାଣରେ 24.98ର ବୃଦ୍ଧି ଘଟିଛି। ଜୁଲାଇ ମାସରେ GST ସଂଗ୍ରହ ପରିମାଣ 2035.18 କୋଟି ଟଙ୍କା ହୋଇଥିବା ବେଳେ 2023 ମସିହା ଜୁଲାଇ ମାସରେ ଏହି ପରିମାଣ 1628.43 କୋଟି ଟଙ୍କା ଥିଲା। ସେହିପରି ଚଳିତ ବର୍ଷ ଜୁଲାଇ ମାସ ପର୍ଯ୍ୟନ୍ତ ରାଜ୍ୟର GST ସଂଗ୍ରହ ପରିମାଣ 8866.95 କୋଟି ଟଙ୍କାରେ ପହଞ୍ଚିଛି ଏବଂ ଗତ ବର୍ଷ 2023 ଜୁଲାଇ ମାସ ପର୍ଯ୍ୟନ୍ତ ଏହି ପରିମାଣ 7055.53 କୋଟି ଟଙ୍କା ଥିଲା। ଏ କ୍ଷେତ୍ରରେ ଓଡ଼ିଶାର ଅଭିବୃଦ୍ଧି ହାର 25.67% ରହିଛି। ସେହିପରି ଚଳିତ ବର୍ଷ ଜୁଲାଇ ମାସରେ କେନ୍ଦ୍ରୀୟ GST, ରାଜ୍ୟ GST ଓ ସମନ୍ୱିତ GST ଓ ସେସ୍ ସଂଗ୍ରହ ପରିମାଣକୁ ମିଶାଇ ଓଡ଼ିଶାରେ ମୋଟ GST ସଂଗ୍ରହ 4925.02 କୋଟି ଟଙ୍କା ପହଞ୍ଚିଛି। ଗତ ବର୍ଷ ଏହା 4245.40 କୋଟି ଟଙ୍କା ଥିଲା। ଏ କ୍ଷେତ୍ରରେ ଓଡ଼ିଶାର ଅଭିବୃଦ୍ଧି ହାର 16.01 ରହିଛି। ଚଳିତ ବର୍ଷ ଜୁଲାଇ ମାସ ପର୍ଯ୍ୟନ୍ତ ଓଡ଼ିଶାର ମୋଟ GST ସଂଗ୍ରହ ପରିମାଣ 20,841.33 କୋଟି ଥିବା ବେଳେ 2023 ଜୁଲାଇ ମାସ ପର୍ଯ୍ୟନ୍ତ ଏହି ପରିମାଣ 18,058.84 କୋଟି ଟଙ୍କା ଥିଲା, ଯାହା 15.41% ଅଭିବୃଦ୍ଧି ଦର୍ଶାଯାଉଛି। ପରବର୍ତ୍ତୀ ଖବର, ପୁଣି ଆଉ ଏକ ଲଘୁଚାପ, 6ରୁ ବଢ଼ିବ ବର୍ଷା। ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆଜି ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। 6 ଜିଲ୍ଲାକୁ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିଭଳି ଜିଲ୍ଲାଗୁଡ଼ିକ ହେଲା କେନ୍ଦୁଝର, ସୁନ୍ଦରଗଡ଼, ଦେବଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଏବଂ ବରଗଡ଼। 70ରୁ 110 ମିଲିମିଟର ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ଆକଳନ କରାଯାଉଛି। ବର୍ଷା ପାଇଁ 24 ଘଣ୍ଟା ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା କରାଯାଇଛି। ଅନ୍ୟପକ୍ଷେ ରାଜ୍ୟର ଶନିବାର ଠାରୁ ବର୍ଷାର ପ୍ରଭାବ କମିବାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର କହିଛି। ପୁଣି 6 ତାରିଖରୁ ବର୍ଷାର ପରିମାଣ ବଢ଼ିବ। ମହାନଦୀ ଉପରେ ମୁଣ୍ଡରେ ପ୍ରବଳ ବର୍ଷା ହେବ। ପୁଣି ବିଭିନ୍ନ ନଦୀର ଜଳସ୍ତର ଫୁଲିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛନ୍ତି।